ଏହି ତାରିଖରେ ମିଳିବ ସୁଭଦ୍ରା ଟଙ୍କା ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯଦି ଆପଣ ବି ଜଣେ ସୁଭଦ୍ରା ଯୋଜନାର ହିତାଧିକାରୀ ଆପଣଙ୍କ ପାଇଁ ବଡ଼ ଖୁସି ଖବର। ଦେଖନ୍ତୁ କେଉଁ ତାରିଖରେ ମିଳିବ କେଉଁମାନେ ପାଇବେ ଭିଡିଓରେ ଜାଣିବା ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ ଆଗାମୀ 18 ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା। ଆଜି ଏନେଇ ଏହିଭଳି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମହିଳାଙ୍କୁ ଆତ୍ମନିର୍ଭର ସଶକ୍ତ କରିବା ପାଇଁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା। ତେବେ ବର୍ଷକରେ 5,000 ଲେଖାଏଁ ଦୁଇଟି କିସ୍ତି 10,000 ମିଳିବ। ଏହିଭଳି 5 ବର୍ଷରେ 50,000 ଟଙ୍କା ପାଇବେ। ଏହାରି ଭିତରେ ମହିଳାମାନେ 3ଟି କିସ୍ତି ପାଇସାରିଛନ୍ତି। ସୂଚନାଯୋଗ୍ୟ 2024 ସେପ୍ଟେମ୍ବର 17 ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବଟନ ଟିପି ଏହି ଯୋଜନାରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ। ଏହାରି ଫଳରେ ହିତାଧିକାରୀ ମହିଳାମାନଙ୍କ ଆକାଉଣ୍ଟକୁ ସିଧାସଳଖ 5,000 ଟଙ୍କାର ପ୍ରଥମ କିସ୍ତି ଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କହିବା ମୁତାବକ ଏଯାବତ ସୁଭଦ୍ରା ଯୋଜନାରେ ମୋଟ 4,57,681 ଜଣ ମହିଳା ସାମିଲ ହୋଇସାରିଛନ୍ତି। ତାଙ୍କ ଭିତରୁ ନୂଆକରି 1,78,398 ଜଣ ମହିଳାଙ୍କୁ ସାମିଲ କରାଯାଇଛି। ତେବେ ଯେଉଁମାନେ କି ପ୍ରଥମ ଥର ପାଇଁ ସୁଭଦ୍ରା କିସ୍ତି ପାଇବେ, ତେବେ ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା 2,55,265 ଜଣଙ୍କୁ ଏଥର ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି। ସେମାନେ ଏଥର ଏକାବେଳେ 2ଟି କିସ୍ତିର ଟଙ୍କା ପାଇବେ। ମିଳୁଥିବା ସୂଚନା ଅନୁସାରେ ଏହି ଅଭିଯୋଗ ଶୁଣାଣି ପରେ 24,018 ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଯଦି ଆପଣ ବି ସୁଭଦ୍ରା ଯୋଜନାର ହିତାଧିକାରୀ ହୋଇଥିବେ, ନୂଆକରି ଆବେଦନ କରିଛନ୍ତି ଆପଣ ଟଙ୍କା ପାଇବେ। ତା ଛଡ଼ା ପୂର୍ବରୁ ଅଟକି ରହିଥିବା ଯେଉଁମାନେ ଗୋଟିଏ କିସ୍ତି ପାଇଛନ୍ତି ଆଉ 2ଟି ପାଇନାହାନ୍ତି, ଏମିତିକି 2ଟି କିସ୍ତି ପାଇଛନ୍ତି ଆଉ ଗୋଟିଏ ପାଇନାହାନ୍ତି, ତେବେ ଏ ସମସ୍ତ ହିତାଧିକାରୀ ମଧ୍ୟ ଟଙ୍କା ପାଇବେ। ସବୁଠାରୁ ବଡ଼ କଥା, ଏହି ଟଙ୍କା ପାଇବା ପାଇଲେ ଆପଣଙ୍କୁ ଡେବିଟ୍ ଏନାବଲ୍ଡ ବ୍ୟାଙ୍କ ଆକାଉଣ୍ଟ ରହିଥିବା ନିହାତି ଜରୁରୀ। ନଚେତ ସରକାର ଟଙ୍କା ପଠାଇଲେ ବି ଆପଣଙ୍କ ଖାତାରେ ଜମା ହେବ ନାହିଁ। ଏହାଛଡ଼ା ଯଦି ଆପଣ ବି ଏହାର ଲିଷ୍ଟ ଦେଖିବା ପାଇଁ ଚାହୁଁଥିବେ, ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଯାଇ ମଧ୍ୟ ଚେକ୍ କରିବେ। ଯେଉଁମାନଙ୍କର ନାମ ଥିବ ସେମାନେ ମଧ୍ୟ ଟଙ୍କା ପାଇପାରିବେ।